ଆଜି ଆମେ କଥା ହେବାକୁ ଯାଉଛୁ ଏକ ନୂତନ ଓଡ଼ିଆ ମନସ୍ତାତ୍ତ୍ୱିକ ଥ୍ରିଲର ଫିଲ୍ମ ମେମ୍ ସାହବ 2024 ବିଷୟରେ। ଏହି ଫିଲ୍ମଟି ରହସ୍ୟ, ଭୟ ଓ ମାନସିକ ଖେଳରେ ଭରିଥିବା, ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମେମ୍ ସାହବ ହେଉଛି ଏକ ମାଷ୍ଟରୀ ସାଇକୋଲୋଜିକାଲ ଥ୍ରିଲର। ଫିଲ୍ମଟି ଏକ ଘରର ଗଭୀର ରହସ୍ୟକୁ ନେଇ ତିଆରି। କାହାଣୀଟି ଘୁରୁଛି ଏକ ପୁରୁଣା ଘରକୁ ନେଇ, ଯେଉଁଠାରେ ଘରେ ଅଜଣା ଘଟଣା ମାନେ ଧୀରେ ଧୀରେ ଖୋଲିଯାଏ। ସେଠାରେ ଲୁଚାଇଥିବା ରହସ୍ୟ ଏବଂ ପ୍ରତ୍ୟେକ ଚରିତ୍ରର ମନରେ ଥିବା ଭୟ ଓ ସତ୍ୟ। କିନ୍ତୁ ଏହା ସାଧାରଣ ଭୂତିଆ କାହାଣୀ ନୁହେଁ, ଏହା ହେଉଛି ମନର ଖେଳ, ମାଇଣ୍ଡ ଗେମ୍। ଶେଷରେ ଯାହା ଟ୍ୱିଷ୍ଟ ଆସେ ସେଟା ଆପଣ ଭାବିବେ ନାହିଁ। ସମ୍ଭବ ମାନ ସିଂହ ତାଙ୍କ ଅଭିନୟରେ ଗଭୀରତା ଆଣିଛନ୍ତି। ତାଙ୍କର ଏକ୍ସପ୍ରେସନ ଓ ଡାଇଲଗ ଡେଲିଭରି କମାଲ। ନିଖିଲ ଥମ୍ପି ମଧ୍ୟ ତାଙ୍କ ଚରିତ୍ରକୁ ଭଲ ଭାବେ ପ୍ରୋଜେକ୍ଟ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ଥିବା କେମିଷ୍ଟ୍ରି ଓ ସସ୍ପେନ୍ସ ଫିଲ୍ମକୁ ଆଉ ଆକର୍ଷଣୀୟ କରିଦେଇଛି। ଡାଇରେକ୍ସନ ଭଲ ଭାବରେ ହେଇଛି। ପ୍ରତ୍ୟେକ ସିନ୍ରେ ସସ୍ପେନ୍ସ ମେଣ୍ଟେନ୍ କରାଯାଇଛି। ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଫିଲ୍ମକୁ ଆଉ ଭୟଭୀତ କରିଦେଉଛି। ସିନେମାଟୋଗ୍ରାଫି, ଡାର୍କ ଟୋନ୍ ଓ କ୍ୟାମେରା ଏଙ୍ଗଲ ପ୍ରତ୍ୟେକ ସିନ୍ ଆଉ ରହସ୍ୟମୟ କରିଛି। ପଜିଟିଭ ରେସ୍ପନ୍ସ କହିବାକୁ ଗଲେ ୟୁନିକ୍ ଷ୍ଟୋରୀ, ଷ୍ଟ୍ରଙ୍ଗ ସସ୍ପେନ୍ସ, ଗୁଡ୍ ଆକ୍ଟିଂ। ନେଗେଟିଭ କହିବାକୁ ଗଲେ କିଛି ସିନ୍ ଧୀରେ ଲାଗିପାରେ, ସମସ୍ତଙ୍କୁ କନେକ୍ଟ କରିବ। ଯଦି ଆପଣ ଥ୍ରିଲର ଓ ମାଇଣ୍ଡ ଗେମ୍ ମୁଭି ପସନ୍ଦ, ତାହେଲେ ମେମ୍ ସାହବ ନିଶ୍ଚିତ ଦେଖିପାରିବେ।